ଆଜିର ଏ ପବିତ୍ର ସତ୍ସଙ୍ଗରେ ଉପସ୍ଥିତ ସମସ୍ତଙ୍କୁ ମୋର ଆନ୍ତରିକ ପ୍ରୀତି ଶୁଭେଚ୍ଛା ଏବଂ ଜୟଗୁରୁ। ଆଜି ଆମମାନଙ୍କର ପରମ ପୂଜ୍ୟ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କର ଜନ୍ମ ଦିବସ ଉପଲକ୍ଷେ ଏହି ସତ୍ସଙ୍ଗ ଆୟୋଜିତ ହୋଇଛି। ଗତ 7-8 ତାରିଖ ଦେଓଘରରେ ତାଙ୍କର ଜନ୍ମତିଥି ଏବଂ ଜନ୍ମ ଦିବସ ଏକା ସାଙ୍ଗରେ ପାଳିତ ହେଲା ମହାସମାରୋହରେ। ଯେଉଁମାନେ ଯାଇଥିବେ ସେମାନେ ଉପଭୋଗ କରିଥିବେ ଏବଂ ବାହାରେ ବହିର୍ଜଗତରେ ଜନ୍ମ ଦିବସଟି ହିଁ ପାଳନ କରାଯାଏ। ଯେହେତୁ ଜନ୍ମତିଥି ଏବଂ ଦିବସ ଏକା ସାଙ୍ଗରେ ପଡ଼ିଗଲା ସେହେତୁ 15 ତାରିଖ ଟିକେ ସ୍ଥିର କରାଗଲା ବାହାରେ ଉତ୍ସବ କରିବା ପାଇଁ ଏବଂ ସେହି ହିସାବରେ ଆପଣମାନେ ଆଜି ଏହି ଉତ୍ସବ ଏଠି ପାଳନ କରୁଛନ୍ତି। ଆମର ଶ୍ରଦ୍ଧା ଭକ୍ତି ଯାହା କିଛି ଆମେ ଆଜି ଏହି ସତ୍ସଙ୍ଗ ମାଧ୍ୟମରେ ଜ୍ଞାପନ କରୁଛୁ ସେହି ପରମ ପୁରୁଷଙ୍କ ଉଦ୍ଦେଶ୍ୟରେ, ଯିଏ ଆଜିର ଆଚାର୍ଯ୍ୟ ଭାବରେ ସତ୍ସଙ୍ଗର ମଙ୍ଗ ଧରିଛନ୍ତି। ଏବଂ ଏହି ଆଚାର୍ଯ୍ୟ ଦେବଙ୍କ ସାଙ୍ଗରେ ଆପଣମାନଙ୍କର ପରିଚିତି ବେଶୀ ନାହିଁ ଏବଂ ଆପଣଙ୍କର ପରିଚିତି ଭାବ ଆଦାନ ପ୍ରଦାନ ସବୁକିଛି ନୂଆକରି ହେଉଛି। କଥାରେ କହିବା ଗୋଟେ ଜିନିଷ ଆଉ ଅନୁଭବରେ ଆସିବା ଆଉ ଗୋଟେ ଜିନିଷ। ସେଇ ଅନୁଭବ ଖୁବ୍ କମ୍ ଗୁରୁ ଭାଇମାନଙ୍କ ଭିତରେ ଅଛି, କର୍ମୀମାନଙ୍କ ଭିତରେ ଅଛି। ଆଚାର୍ଯ୍ୟ ଥିଲେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦା, ତାଙ୍କ ପରେ ତାଙ୍କର ସୁପୁତ୍ର ଆଜି ଆଚାର୍ଯ୍ୟ ହିସାବରେ ସତ୍ସଙ୍ଗର ମଙ୍ଗ ଧରିଛନ୍ତି ଏବଂ ଆମେ ଗୋଟେ ଜିନିଷ ସମ୍ବନ୍ଧରେ ଅବଗତ ଥିଲେ ଏବଂ ଆଉ ଗୋଟେ ଜିନିଷ ଆସିକିରି ଆମ ସାମ୍ନାରେ ଉପସ୍ଥିତ ହେଲା। ତେଣୁ ଗତାନୁଗତିକ ଭାବରେ କିଛି କଥା ଆମର କହିବାରେ ଅସୁବିଧା ନାହିଁ, କିନ୍ତୁ ବର୍ତ୍ତମାନରେ ଯିଏ ଆଚାର୍ଯ୍ୟ ଦେବ ତାଙ୍କ ସମ୍ବନ୍ଧରେ ବାସ୍ତବ ଅନୁଭୂତି ବାସ୍ତବ ଅନୁଭବର କଥା ଆମମାନଙ୍କ ଭିତରେ ଖୁବ୍ କମ୍ ଲୋକଙ୍କର ଅଛି ଏବଂ ସମୟକ୍ରମରେ ଏହି ଅନୁଭବ ଏବଂ ଅନୁଭୂତି ବଢ଼ିବ ଏବଂ ଯେତେ ବଢ଼ିବ ଆମେ ସେତେ ତାଙ୍କ ସାଙ୍ଗରେ ପରିଚିତ ହେବା। ତାଙ୍କର ବ୍ୟକ୍ତିତ୍ୱ, ତାଙ୍କର ଚରିତ୍ର, ତାଙ୍କର ଜୀବନଶୈଳୀ ତା ସାଙ୍ଗରେ ଆମେ ପରିଚିତ ହେବା ଏବଂ এই যে ଆଚାର୍ଯ୍ୟ ଦେବ, ଏ ଆଚାର୍ଯ୍ୟ ଦେବ ଏକାଧିକ ବାର ଭୁବନେଶ୍ୱର ଆସିଛନ୍ତି। ଏଠି ତାଙ୍କର ଭାଷଣ ଦେଇଛନ୍ତି, ପ୍ରବଚନ ଦେଇଛନ୍ତି, କର୍ମୀ ସମ୍ମିଳନୀ ଆଟେଣ୍ଡ କରିଛନ୍ତି। ସୁଧା ସର୍ଜନା ଉତ୍ସବ ପୂର୍ବରୁ ଯେ କର୍ମୀ ସମ୍ମିଳନ ହୋଇଥିଲା ତାକୁ ସେ ଉଦ୍ବୋଧିତ କରିଥିଲେ। ଏଇ ଭୁବନେଶ୍ୱର ସାଙ୍ଗରେ ତାଙ୍କର ପିଲାଦିନୁ ସମ୍ପର୍କ ଏବଂ ବଡ଼ ହେଲା ପରେ ସେ ଏକାଧିକ ବାର ଏଠିକି ଆସିଛନ୍ତି ଏବଂ ଆଚାର୍ଯ୍ୟ ଦେବ ହେଲା ପରେ ତାଙ୍କର ଯେ ପରିକ୍ରମା ହେଲା ସେଥିରେ ସେ ସର୍ତ୍ତ ରଖିଲେ ଯେଉଁମାନେ 10% ଡିପି ୱାର୍କ କରିଛନ୍ତି ସେମାନେ ଯଦି ତାଙ୍କ ଜାଗାକୁ ଯିବା ପାଇଁ ଆମକୁ ପ୍ରାର୍ଥନା ଜଣାନ୍ତି ତାହେଲେ ମୁଁ ଯିବି। এই যে ଆଚାର୍ଯ୍ୟ ଦେବ ତାଙ୍କର ଅନେକ ଗୁଡ଼ିଏ ଅଭିନବ ବ୍ୟାପାର, ଏ ଅଭିନବ ବ୍ୟାପାର ହେଉଛି ଆଚାର୍ଯ୍ୟ ଦେବ କହିଲେ আগে বাবা যখন উড়িষ্যা যেতেন তখন বিনায়কদা প্রোগ্রাম করত।
বাবা কোথায় যাবেন, কোথায় থাকবেন, কোথায় রাত্রিবাস করবেন, এসব বিনায়কদা ঠিক করতো, বা বিনায়কদা মতন আরও কিছু লোক ঠিক করতো। সারা ভারতবর্ষে যেখানে যেখানে ପୂଜ୍ୟପାଦ ଶ୍ରୀ ଦାଦା ଯାଉଥିଲେ ସେଠିକାର ଯେଉଁମାନେ ବିଶେଷ ବିଶେଷ କର୍ମୀ ସେମାନେ ତାଙ୍କର ପ୍ରୋଗ୍ରାମ କରୁଥିଲେ। ଏବଂ ଏଥରକ ଆଚାର୍ଯ୍ୟଦେବ କହିଲେ ଯେ ମୋ ପ୍ରୋଗ୍ରାମ କେହି କରିବେନି, ଯେଉଁ ଯେଉଁ ଅଞ୍ଚଳର ଗୁରୁ ଭାଇମାନେ ମୋତେ ଚାହିଁବେ ଯେ ମୁଁ ସେଠିକି ଯାଏ, ମୁଁ ସେଇଠିକି ଯିବି, ସେମାନେ ପ୍ରୋଗ୍ରାମ କରିବେ। ଏବଂ ଯେଉଁ ଅଞ୍ଚଳର ଗୁରୁ ଭାଇମାନେ, ଯେଉଁ କେନ୍ଦ୍ର ମନ୍ଦିରର ଗୁରୁ ଭାଇମାନେ ମୋ ପାଖରେ ତାଙ୍କ ଜାଗାକୁ ଯିବା ପାଇଁ ଆହ୍ୱାନ କରିବେ, ମୁଁ ସେଇଠିକି ଯିବି। ତେବେ ମୋର ଗୋଟେ ସର୍ତ୍ତ ଯେ ଯଦି 10% ଡିପି ୱାର୍କ ହେଇଥିବ ସେ ଜାଗାରେ, ତାହେଲେ ମୁଁ ସେ ଜାଗାକୁ ଯିବି ବା ତାକୁ ଅଗ୍ରାଧିକାର ଦେବି। ଏବଂ ଶେଷ ପର୍ଯ୍ୟନ୍ତ ସେ ଏଇଟାକୁ ଷ୍ଟିକ୍ କରିଛନ୍ତି। ଭୁବନେଶ୍ୱରରେ ଆପଣଙ୍କର 10% ହେଇଛି କି ନାହିଁ ମୁଁ ଜାଣିନାହିଁ, କିନ୍ତୁ ସେ ଏଠିକି ଆସିଛନ୍ତି, ରାତ୍ରିବାସ କରିଛନ୍ତି, ଏଇଠୁ ପ୍ଲେନ୍ରେ ଓହ୍ଲେଇଲେ ଏବଂ ଏଇଠି ପ୍ଲେନ୍ରେ ଚଢ଼ିଲେ। ତ ବର୍ତ୍ତମାନ ଏଠି 10% ନଥିଲା, ପରେ ଚେଷ୍ଟା କରାଗଲା 10% କରିବା ପାଇଁ। ଭୁବନେଶ୍ୱର କହିଲେ ଅନେକ ଗୋଟିଏ ବଡ଼ ଜାଗା, ଅନେକ ଗୁଡ଼ିଏ ୟୁନିଟ୍, ଏବଂ ଆମ ସତ୍ସଙ୍ଗ ହିସାବରେ ଅନେକ ଗୁଡ଼ିଏ ଜୋନ୍, ଏବଂ କେଉଁ ଜୋନ୍ର 10% ହେଇଛି, ପୁଣି କେଉଁ ଜୋନ୍ର 10% ହେଇନାହିଁ। ତେଣୁ ଭୁବନେଶ୍ୱର 10% କହିଲେ କ'ଣ ବୁଝଉଛି? ଏଇ ମନ୍ଦିର ଯେଉଁ ୟୁନିଟ୍ରେ ଅଛି ବା ମନ୍ଦିର ଯେଉଁ ଜୋନ୍ରେ ଅଛି, ସେଇ ଜୋନ୍ରେ 10% ହେଇଛି କି ନାହିଁ? କଟକରେ 12ଟା ଜୋନ୍ ଅଛି, ସବୁ ଜୋନ୍ରେ 10% ହେଇନାହିଁ, କିନ୍ତୁ କିଛି ଜୋନ୍ରେ 10% ହେଇଛି ବା ତଦଧିକ ହେଇଛି। ଆଉ ଯେଉଁଟା ମନ୍ଦିର ଅଛି ଯେଉଁ ଜୋନ୍ରେ, ସେଠି 10% ହେଇନାହିଁ। ସେଠି ସେମାନେ ଗୋଟିଏ ସିଡ଼ିଏରେ ସମାବେଶ କଲେ ଯେଉଁଠିକି ଆଚାର୍ଯ୍ୟଦେବ ଯାଇଥିଲେ। ତେବେ ଏଠିକି ଭୁବନେଶ୍ୱର, ଏଠୁ ପ୍ଲେନ୍ରେ ଓହ୍ଲେଇଲେ ଭୁବନେଶ୍ୱର, ପ୍ଲେନ୍ରେ ଚଢ଼ିଲେ ଭୁବନେଶ୍ୱର। ତେଣୁ ଭୁବନେଶ୍ୱର ଗୋଟେ ଆଡ଼ଭାଣ୍ଟେଜେସ୍ ପୋଜିସନରେ ରହିଛି। ଏବଂ ସେ ଆଡ଼ଭାଣ୍ଟେଜ୍ ପୋଜିସନରେ ରହିଛି ବୋଲି ଆମେ ଖୁସି ହେଲେ ଚଳିବ ନାହିଁ। ଆମକୁ এই 10% ଆମେ ହେଇଛି କି ନାହିଁ ସେଇଟା ସମୀକ୍ଷା କରିବାକୁ ହେବ। ଆଉ ଯଦି 10% ହେଇଛି, ଏ 10%ଟା କେମିତି 40% ହେବ ତାକୁ ଆମେ ଚେଷ୍ଟା କରିବା। ବର୍ତ୍ତମାନ 10%ଟା ପୁରୁଣା ହେଇଗଲାଣି। ଏଇଟା ବହୁତ ଦିନ ଆଗେ ଆଚାର୍ଯ୍ୟଦେବ କହିଥିଲେ 10%ର କଥା। ବର୍ତ୍ତମାନ ଏଇଟା ପୁରୁଣା ହେଇଗଲାଣି। ବର୍ତ୍ତମାନ ଆଉ 10% ରହିବନି। ଏଇଟା ଲାଗେ 20%, 30%, 40% ପର୍ଯ୍ୟନ୍ତ ଯିବ। ତେଣୁ ବର୍ତ୍ତମାନ ୟା ପରେ ଆଚାର୍ଯ୍ୟଦେବ ଯେଉଁଠିକି ଯିବେ, ସେ କହିବେ ଯେ 20% ହେଲେ ମୁଁ ଯିବି, ତାପରେ କହିବେ ଯେ 40% ହେଲେ ମୁଁ ଯିବି। ଏବଂ ପୂଜ୍ୟ ଅବିନ୍ଦା ଏଇଟା ଆଗରୁ କହିସାରିଛନ୍ତି ଯେ 40% ହେଲେ ମୁଁ ସେଠିକି ଯିବି। ତ ବର୍ତ୍ତମାନ ଏ ପରସେଣ୍ଟେଜଟା ଆମର ବଢ଼େଇବାକୁ ହେବ। ଆମକୁ ଗୋଟେ ପ୍ରଲୋଭନ ଦେଖାହେଉଛି ଯେ ଯଦି 10% କରିବୁ ତାହେଲେ ଆଚାର୍ଯ୍ୟଦେବ ଆସିବେ। ତେଣୁ ଆଚାର୍ଯ୍ୟଦେବଙ୍କ ଆସିବାର ଏ ଯେ ପ୍ରଲୋଭନ, ଆଚାର୍ଯ୍ୟଦେବଙ୍କ ଆସିବାର ଏଇ ଯେ ଇଚ୍ଛା ଆମ ଭିତରେ, ବ୍ୟାକୁଳତା, ସେଇଟା ଯୋଗୁଁ ଯଦି ସମସ୍ତେ ଲାଗିପାତିକିରି 10% କରନ୍ତି, ଏଇଟା ହେଉଛି ତାଙ୍କର ଉଦ୍ଦେଶ୍ୟ। ଏଇଟା ଗୋଟେ ପ୍ରେସର, ଏଇଟା ଗୋଟେ ପ୍ରେସର, ଯେଉଁ ପ୍ରେସରଟା ଉପରେ ସେ ଆମକୁ ଟିକେ ଗତିଶୀଳ କରିବା ପାଇଁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଆମର ଏଇଠୁ ପୁରୀ ଜିଲ୍ଲାରୁ ଜଣେ ଭାଇ ଯାଇଥିଲେ, ତାଙ୍କର ଗୋଟେ ଜମି ରେଜିଷ୍ଟ୍ରି କରିବେ। ତାଙ୍କର ସବୁ କାଗଜପତ୍ର ଠିକ୍ ଅଛି, କୋର୍ଟ ଖୋଲିଛନ୍ତି, ଟଙ୍କା ଜମା କରୁଛନ୍ତି, ସବୁ ଠିକ୍ ଅଛି। ସେଇଟା ନିବେଦନ କରାହେଲା ଆଚାର୍ଯ୍ୟଦେବଙ୍କ ପାଖରେ। ଆଚାର୍ଯ୍ୟଦେବ ଲୋକ ମାର୍ଫତରେ ତାଙ୍କୁ ଜଣେଇଲେ ଯେ ଆପଣଙ୍କର ଡିପି ୱାର୍କ କେତେ ହେଇଛି? ସେ କହିଲେ ଯେ ଆମର 4% ହେଇଛି। ତ 4% ଯେତେବେଳେ ଡିପି ୱାର୍କ ହେଇଛି, ଆଚାର୍ଯ୍ୟଦେବ କହିଲେ ଯେ ଆପଣ ଜମି କିଣିପାରନ୍ତି, କିନ୍ତୁ ସେଠି ଠାକୁରଙ୍କୁ ପ୍ରତିଷ୍ଠା କରିପାରିବେନି। 4% ଡିପି ୱାର୍କ ନେଇକରି ଆପଣ ଠାକୁରଙ୍କୁ ପ୍ରତିଷ୍ଠା କରିପାରିବେନି। ଆଉ ଜମିଟା ଆପଣଙ୍କର ପଇସା ଅଛି କି ଯାହା ଅଛି ଆପଣ
कलेक्शन करी जमीटा किणीदे पारती कि से जमी किणिले किसी हम ना जो 4% डिप वर्क से ठाकुर नहांती ठाकुर को प्रतिष्ठा करने को हेले अति कम 10% करने पड़ो गोटे जमीटा आम नौचे कहीं जमी नौचे आम मंदिर करूँ कि केन्द्र करूँ कि गोटे सत्संग विहार करूँ कि गोटे करूँ एवं यहाँ करने को गले लोक दरकार एवं इष्टप्राण लोक दरकार एवं इष्टवृत्ति करुवे स्वस्ति करुवे यकम इष्टप्राण लोक दरकार यकम लोक हेले जाकि आम मंदिर करवा कि जहाँ कि करवा तो आपन तो 4% डीपी वर्क आपंकर तो मैंने आपंकर लोक ना आप लोक संग्रह कर पारना जे इरेगुलार अच्छा रेगुलार कर पारना तेणु ये परिस्थिति रे आपन जमी नहीं कौन करेंगे तेणु आपण आगे 10% करतु तापर जमी किणा हम यहाँ गोटे प्रेसर माने ताकर जमी किणवाई व्याकुलता जमी किणवा को एवं यही व्याकुलता को से एक्सप्लॉइट कले जे तुम्हें 10% कले जमी किणा हम ये गोटे नुआ जिनस आसला बर्तमान जमी गोटे जगार किणा हम एक कथा आसला गोटे जगार केन्द्र हम केन्द्र पाई इंजीनियर ड्राइंग करदेव तापर भित्ति स्थापन हम यही सब पाराफलिया रही बर्तमान से कहले जे डीपी वर्क केत परसेंट है डीपी वर्क जो 10% है सेठी भित्ति स्थापन हम ना भित्ति स्थापन करने गले 10% दरकार तो 10% अनेक गुड़े दिग बर्तमान बाहर लानी जे आचार्य देव जोटिकी जीवे सेठी 10% करेंगे ताले आचार्य देव जीवे बर्तमान आसलानी जे जमी किणिले 10% दरकार भित्ति स्थापन कले 10% दरकार जहाँ किसी हम ता पछरे 10% एवं ये 10% बढ़ बर्तमान 20 हम 30 हम 40 हम आमको नाना उपाय से आमको गतिशील करने को चेष्टा करछंती आमर कम्प्लेक्सटा जो बंधा होकर रही ताकू धरिकी से आमको ठाकुर रास्ता चलिए अग्रसर करुँच उद्देश्य आम केमी ठाकुर रास्तार अधिक अधिकतर भाव चलू ये डीपी वर्क ये डीपी वर्क हूँ गोटे लोक को जजन जाजन इष्टवृत्ति परायण होकर सचल हाँपाई चलचंचल हाँपाई गोटे प्रक्रिया प्रत्येक कर्मी प्रत्येक गुरु भाई माँ मान को बाद दि जाऊना एमाने प्रतिदिन अंतत 4टी कि 5टी परिवार को जीवे आज 5टा परिवार को गली पुणी तापर दिन आउ 5टा परिवार को गली सप्ताह में 7 दिन ना भी 5 दिन गली 5 दिन ना 4 दिन गली ताले मु मासक केतेटा परिवार को गली यही रकम भाव में प्रत्येक गुरु भाई माँ माने ग्रुप रे एवं कर्मी माने एमाने प्रत्येक गुरु भाई को घर को जीवा दरकार एवं ये गुरु भाई को घर को जीवा भीतर देकरी जो माने दीक्षित तो नुहंती ताको घर भी पड़िबो एवं ये जो ताको घर पड़िबो सब अदीक्षित लोकंकर ताको घर को भी आमे जीवा ताकर खोज खबर नबा एवं ताकू ठाकुर कथा कहवा ठाकुर भाव में उद्बुद्ध करने को चेष्टा करवा तेणु ये प्रतिदिन 4टी कि 5टी लोक घर को आम जीवु यही अभ्यासटा जदि आम प्रत्येक करूँ ताल आप देखिए मसे 2 मास भितर ये भुवनेश्वर जिते परिवार अच्छा सत्संगी जो मैंने दीक्षा नहीं छाड़ी जो मैंने करुँच ये समस्त घर को आम थरे ना थरे जाइचु एवं ता भितर बहु अदीक्षित परिवार को आम जाइचु ठाकुर कथा ताको शुणेचु ठाकुर कथा कहीचु यही जो प्रक्रिया ये प्रक्रिया भीतर देकरी आमर निजर अनेक किसी उपकार होउछि एवं परिवेशर उपकार होउछि
ଏବଂ ଯିଏ ଛାଡ଼ି ଦେଇଛି ତାକୁ ଆମେ ରେଗୁଲାରାଇଜ୍ କରିପାରୁଛେ। ଦୀକ୍ଷା ନେଇକରି ଇଷ୍ଟଭୂତି କରିକରି ଚାଲିବା ଏଇଟା ହେଉଛି ଆମର ସଂକଳ୍ପ। ଏବଂ ଇଷ୍ଟଭୂତି ଛଡ଼ା ଦୀକ୍ଷା ବ୍ୟତୀତ ଠାକୁର କହୁଛନ୍ତି ଯେ ଇଷ୍ଟଭୂତି ଦୀକ୍ଷାକୁ ଚେତନ କରେ, ଦୀକ୍ଷାକୁ ଜୀବନ୍ତ କରେ। এই ଇଷ୍ଟଭୂତି ଯଦି ନଥାଏ ତାହେଲେ ଦୀକ୍ଷା ମୃତ। ଏବଂ ଆମେ ଯେଉଁ ଦୀକ୍ଷା ନେଇଥିଲୁ ଦିନେ, ସେଇ ଦୀକ୍ଷାକୁ ଆମେ ମୃତ କରିକି ରଖିଛୁ, ତାକୁ ପୁଣି ଜୀବନ୍ତ କରିବାକୁ ହେବ। ଏ ଜୀବନ୍ତ କରିବା ପାଇଁ এই যে ପ୍ରଚେଷ୍ଟା, ଏହାଠାରୁ ପୁଣ୍ୟ କର୍ମ କିଛି ନାହିଁ, ଆଠାରୁ ଭଲ ଜିନିଷ କିଛି ନାହିଁ। ଏବଂ ଏହି ପ୍ରଚେଷ୍ଟାର ମାଧ୍ୟମରେ ଆମେ ସେ ଲୋକକୁ ଉଜ୍ଜୀବିତ କରିବା, ତାକୁ ରେଗୁଲାରାଇଜ୍ କରିବା, ତାକୁ ପୁଣି ଇଷ୍ଟଭୂତି ପରାୟଣ କରି ତୋଳିବା। ଏବଂ ତାର ଦୀକ୍ଷା ଯେତେବେଳେ ତା ଭିତରେ ଜାଗ୍ରତ ହେବ, ଚେତନ ହେବ, ଜୀବନ୍ତ ହେବ, ସେତେବେଳେ ପୁଣି ତାର ସେଇ ହଜିଥିବା ଜିନିଷ ସେ ପାଇବ। ଏଥିପାଇଁ ଏଇ ଯେ କାମ ଡିପି ୱାର୍କ, ଏହାଠୁ ଆଉ ଭଲ ଜିନିଷ କିଛି ନାହିଁ। ଡିପି ୱାର୍କ କହିଲେ ଆମେ ଅନେକ ସମୟରେ କନଫ୍ୟୁଜ୍ଡ ହେଉ। ଡିପି ୱାର୍କ କହିଲେ ଆମେ ଅନେକ ସମୟରେ ଜିନିଷଟା ଠିକ୍ ବୁଝିପାରୁନା। ଡିପି ୱାର୍କ କହିଲେ ଅନେକ ସମୟ ପାଖରେ ସେଇଟା ଆଲର୍ଜିକ୍ ହୁଏ, ଯେ ଗୋଟେ କ'ଣ ଡିପି ଡିପି ହେଉଛନ୍ତି ସବୁବେଳେ, ଏଇଟା ବୁଝିପାରୁନାହାନ୍ତି। ସହଜ କଥା ହେଲା ଯେ ଡିପି ୱାର୍କ ମାନେ ହେଲା ମୁଁ ଲୋକଙ୍କ ଘରକୁ ଯିବି, ମୁଁ ପ୍ରତିଦିନ 5ଟା ଲୋକ ଘରକୁ ଯିବି, ଏତିକି ହେଲା ଡିପି ୱାର୍କ। ଆପଣ 5ଟା ଲୋକ ଘରକୁ ନିୟମ କରିକିରି ପ୍ରତିଦିନ ଯାଆନ୍ତୁ, ଗ୍ରୁପରେ ହେଉ ଏକା ହୁଅନ୍ତୁ, ଯେମିତି ହେଉ। ଆମର କର୍ମୀମାନେ ସେମାନେ ବି ଯାଆନ୍ତିନି, ଯେଉଁମାନେ କର୍ମୀ ନୁହନ୍ତି ସେମାନେ ବି ଯାଆନ୍ତି ନାହିଁ। କିନ୍ତୁ ଯଦି ସମସ୍ତେ ଯାଆନ୍ତି ଏବଂ ଗ୍ରୁପ୍ ହୋଇକରି ଯାଆନ୍ତି, ତାହେଲେ ଆମେ ସମସ୍ତ ଜନପଦଟାକୁ କଭର କରିଦେଇପାରିବା ଅଳ୍ପ ଦିନ ଭିତରେ। ଆମ ଅଞ୍ଚଳରେ ଏପରି କୌଣସି ପରିବାର ରହିବନି ଯେଉଁ ପରିବାରକୁ ଆମେ ଯାଇନୁ, ଏବଂ ସେ ପରିବାରକୁ ଯାଇ ତାର ସମସ୍ତ ବାୟୋଡାଟା ଆମକୁ କାଲେକ୍ଟ କରିବାକୁ ହେବ। ତାଙ୍କ ଘରେ କେତେଜଣ ଦୀକ୍ଷିତ, କେତେଜଣ ସ୍ୱସ୍ତିଧାରୀ, କେତେଜଣ ଦୀକ୍ଷା ନେଇନାହାନ୍ତି, ସେ ତାଙ୍କ ଘରେ ଠାକୁରଙ୍କର ଆସ୍ଥାନ ଅଛି କି ନାହିଁ, ଠିକ୍ ଭାବରେ ସବୁକିଛି ବ୍ୟବସ୍ଥା ଅଛି କି ନାହିଁ, ସକାଳେ ସନ୍ଧ୍ୟାରେ ପ୍ରାର୍ଥନା ହୁଏ କି ନାହିଁ, ତାଙ୍କ ଘରେ ସତ୍ସଙ୍ଗ କରନ୍ତି କି ନାହିଁ, ସେ ଦେଓଘର ଯାଇଛନ୍ତି କି ନାହିଁ, ଠାକୁର ଦର୍ଶନ କରିଛନ୍ତି କି ନାହିଁ, ଏବଂ ମନ୍ଦିରକୁ ଯାଆନ୍ତି ନାହିଁ, ଏସବୁ ଖବର ଆମେ ତାଙ୍କର ନେବା। ଏ ଖବର ନେଇକରି ତାକୁ ଆମେ ନୋଟ୍ କରିବା। ପ୍ରତ୍ୟେକ ପରିବାରର ବାୟୋଡାଟା ଆମେ ସଂଗ୍ରହ କରିବା। ଆମର ଯେଉଁମାନେ ଡିପି ୱାର୍କ କରୁଛନ୍ତି ସେମାନେ ଗୋଟେ ଆଇଡେଣ୍ଟିଫିକେସନ୍ ଦେଉଛନ୍ତି ଯେ ତାଙ୍କ ଘର ପାଖରେ ମନ୍ଦିର ଅଛି କି ପୋଖରୀ ଅଛି କି ବରଗଛ ଅଛି, ଏଇଟା ଗୋଟେ ରଖାଯାଉଛି ଆଇଡେଣ୍ଟିଫିକେସନ୍। ଏ ଆଇଡେଣ୍ଟିଫିକେସନ୍ଟା ଗୋଟେ ଦିଗ, କିନ୍ତୁ ଆମେ ଏଇ ପରିବାରର ସମସ୍ତ ତଥ୍ୟଟା, ସବୁ ବାୟୋଡାଟାଟା ଆମେ ଆମ ପାଖରେ ରଖିବା। ଆମ ଅଞ୍ଚଳରେ ଯେତିକି ଗୁରୁ ଭାଇ ଅଛନ୍ତି, ସେ ଗୁରୁ ଭାଇଙ୍କର ବାୟୋଡାଟା ଆମ ପାଖରେ ନାହିଁ। ଗୋଟେ ଲୋକ ସେ କେତେ ରୋଜଗାର କରେ, ତାର ଆର୍ଥିକ ଅବସ୍ଥା କ'ଣ, ସେ କେମିତି ଚଳେ, ତା ଘରେ କ'ଣ ସମସ୍ୟା ଅଛି, କ'ଣ ପ୍ରୋବ୍ଲେମ୍ ଅଛି, ତା ପିଲାମାନଙ୍କ ସାଙ୍ଗରେ ବାପା ମାଆଙ୍କର ସମ୍ପର୍କ କ'ଣ, ଏ ଇତ୍ୟାଦି ସବୁ ଡାଟା ଆମେ ତାଠୁ ତା ଘରକୁ ଯିବା, ବସିବା, କଥା ହେବା, ତାହେଲେ ତ ଯାଇକିରି ଆମେ ଜାଣିବା ନା। ଆମେ ତାଙ୍କ ଘରକୁ ଯାଉନା, ବସୁନା, କଥା ହେଉନା। ଆମର ପରିବେଶଟାକୁ ଆମେ ଏତେ ସଂକୀର୍ଣ୍ଣ ଛୋଟ କରିକି ରଖିଛୁ ଯେ ଆମେ 2-4ଟା ଲୋକଙ୍କ ବାହାରେ ଆଉ ବେଶୀ ଲୋକଙ୍କ ସମ୍ବନ୍ଧରେ କିଛି ଜାଣିନୁ। ଏବଂ ଏଇଟା ଗୋଟେ ସିଷ୍ଟମାଟିକ୍ ପ୍ରକ୍ରିୟା, ଯେଉଁ ପ୍ରକ୍ରିୟା ଭିତରେ ଦେଇକରି ଆମେ ଅଧିକରୁ ଅଧିକ ଲୋକଙ୍କ ସମ୍ବନ୍ଧରେ ଜାଣିବା। ଏବଂ ତା ଭିତରେ ଯେ ଦୀକ୍ଷା ନେଇକରି ଛାଡ଼ି ଦେଇଛନ୍ତି ତାଙ୍କୁ ଆମେ ଆକ୍ଟିଭେଟ୍ କରିବା। ଆଉ ଯିଏ ଜୀବିତ ଅଛନ୍ତି ତାକୁ ଆହୁରି ଉଜ୍ଜୀବିତ କରିବା, ଇଲେକ୍ଟ କରିବା। ଯେଉଁ ଲୋକ ଦୀକ୍ଷା ନେଇଛି 10 ବର୍ଷ ତଳେ କି 15 ବର୍ଷ ତଳେ ଦୀକ୍ଷା ନେଇଛି,
ଦୀକ୍ଷା ନେଇକରି ସେ ଆଠଣା ଇଷ୍ଟବୃତ୍ତି କରୁଛି। ସେ ଆଠଣା ଇଷ୍ଟବୃତ୍ତି କରୁଛି, ସେ ଇଷ୍ଟବୃତ୍ତି ଆଉ ସେ ବଢ଼ଉନି। ଯିଏ ସ୍ୱସ୍ତୟନୀ କରୁଛି ସେ ବି ସ୍ୱସ୍ତୟନୀ ବଢ଼ଉନି। ତେଣୁ ଆମେ ଯେଉଁ ଲୋକ ଦୀକ୍ଷା ନେଇଛି ସେ ଲୋକ ଯେମିତି ବେଶୀକରି ଇଷ୍ଟବୃତ୍ତି କରେ, ବେଶୀକରି ସ୍ୱସ୍ତୟନୀ କରେ। ଦୀକ୍ଷା ହେଉଛି ଗୋଟେ ଏମିତି ଜିନିଷ ଏବଂ ଇଷ୍ଟବୃତ୍ତି ଗୋଟେ ଏମିତି ଜିନିଷ যেটা ଅଙ୍ଗାଙ୍ଗୀ ଜଡ଼ିତ ହୋଇକି ରହିଛି। ଏଇ ଇଷ୍ଟବୃତ୍ତି ଯଦି ଜଣେ ଲୋକ ବେଶୀ ନ କରେ, ତାଠୁ ଆମେ ମନ୍ଦିରର ମେଣ୍ଟେନାନ୍ସ ପାଇଁ ଅର୍ଘ୍ୟ ମାଗିବା, ଉତ୍ସବ ପାଇଁ ଅର୍ଘ୍ୟ ମାଗିବା, ସେ ତ ମୂଳ ଜାଗାରେ ପାଣି ଦେଉନାହିଁ। ଆଉ ଇଏ ମନ୍ଦିର ପାଇଁ ଭୋଗ ପାଇଁ, ମନ୍ଦିର ମେଣ୍ଟେନାନ୍ସ ପାଇଁ, ଉତ୍ସବ ପାଇଁ ଅର୍ଘ୍ୟ କ'ଣ ଦେବ? ଆଗେ ପ୍ରଥମେ ସେଠିକି ଯିବାକୁ ହେବ। ଉତ୍ସବ ସମୟରେ ଅନେକ ସମୟରେ ଦେଖାଯାଏ ଯେ ବହୁ ଲୋକ ଦୀକ୍ଷା ନେଇକରି ଛାଡ଼ି ଦେଇଛନ୍ତି, ଇଷ୍ଟବୃତ୍ତି କରନ୍ତି ନାହିଁ, କିନ୍ତୁ ଆମେ ତାଙ୍କଠାରୁ ଅର୍ଘ୍ୟ ଆଣୁ ଏବଂ ସେ ବି ଅର୍ଘ୍ୟ ଦିଅନ୍ତି। ଆମର ଲକ୍ଷ୍ୟ ହେବ ଯେ ତୁମେ ଯେପର୍ଯ୍ୟନ୍ତ ଠାକୁରଙ୍କୁ ନ ଦେଇଛ ତୁମଠୁ ଆମେ କିଛି ଅର୍ଘ୍ୟ ଗ୍ରହଣ କରିବୁ ନାହିଁ। କିନ୍ତୁ ଆମର ହୁଏ କ'ଣ, ଆମର ପଇସା ଦରକାର, ତେଣୁ ସେ ଇଷ୍ଟବୃତ୍ତି କରୁ ନ କରୁ ସେ ଯଦି ଉତ୍ସବ ପାଇଁ 5 ଟଙ୍କା ଦେଲା ମୁଁ ବହୁତ ଖୁସି। କିନ୍ତୁ ଏଇ ଖୁସି ହେବା ଉଚିତ ନୁହଁ। ଆମର ପ୍ରଥମ ସର୍ତ୍ତ ହେଉଛି ଯେ ତୁମେ ଠାକୁରଙ୍କର ହୁଅ, ଠାକୁରଙ୍କୁ ଦିଅ, ଠାକୁରଙ୍କୁ ଦେବା ଅଭ୍ୟାସ କର, ତାପରେ ମନ୍ଦିର ପାଇଁ ଦେବ। ଯିଏ ଠାକୁରଙ୍କ ପାଇଁ ଅଭ୍ୟାସ ଦେବ, ଯିଏ 10 ବର୍ଷ 15 ବର୍ଷ ଦୀକ୍ଷା ନେଇକରି ସେ ସେଇ ଆଠଣା ଇଷ୍ଟବୃତ୍ତି କରୁଛି କି ସେଇ ଟଙ୍କାଟିଏ ସ୍ୱସ୍ତୟନୀ କରୁଛି, ସେ ରୋଜଗାର କରୁଛି, ତା'ର ଯେତେ ଟଙ୍କା ରୋଜଗାର କରୁଛି ସେ ତୁଳନାରେ ସେ ଇଷ୍ଟବୃତ୍ତି କେତେଟା କରୁଛି, ସ୍ୱସ୍ତୟନୀ କେତେ କରୁଛି। ନୃସିଂହ ପୁରାଣରେ ଲେଖା ଅଛି ଯେ ଗୋଟେ ଲୋକ ଯେତିକି ଆୟ କରେ ତାର 1/10 ସେ ଗୁରୁକୁ ଦେବ, 1/10 ଗୁରୁକୁ ଦେବ, ଆଉ 1/10 ତାର ପରିବେଶ ପାଇଁ ଖର୍ଚ୍ଚ କରିବ, ଆଉ ତା ବାଦେ ଯେଉଁଟା ରହିଲା ସେଇଟା ତାର ପରିବାର ପୋଷଣ ପାଇଁ ବ୍ୟୟ କରିବ। ତେଣୁ ଏଇ ନିଜ ରୋଜଗାରର 1/10 ମୁଁ ଠାକୁରଙ୍କୁ ଦେବି। ତେଣୁ ଆପଣ କେତେ ରୋଜଗାର କରୁଛନ୍ତି ମାସକୁ ଏବଂ ଆପଣ କେତେ ପରସେଣ୍ଟ ଦେଉଛନ୍ତି ଠାକୁରଙ୍କୁ। ଆମେ ଯଦି 10% ଠାକୁରଙ୍କ ପାଇଁ ଦେଉ ତାହେଲେ ଦେଖିବେ ଟଙ୍କାର ଅଭାବ ହେବନି। ମନ୍ଦିର ପରିଚାଳନା କରିବା ପାଇଁ, ଉତ୍ସବ କରିବା ପାଇଁ ଟଙ୍କାର ଅଭାବ ହେବନି। କିନ୍ତୁ ଆମେ ଦେଉନା, ଆମେ ରୋଜଗାର କରୁ ବହୁତ, କିନ୍ତୁ ଠାକୁରଙ୍କୁ ଦେଉ ଅଳ୍ପ ଟିକେ। ତେଣୁ ଏଇଟା ଗୋଟେ 1/10 ଗୁରୁଙ୍କୁ ଦେବାର କଥା ରହିଛି। ତେଣୁ ଏଇ ଇଷ୍ଟବୃତ୍ତି ହେଉଛି ସେଇ ଜିନିଷ ଗୁରୁଙ୍କୁ ଦେବା। ଏଇ ଯେଉଁ ଗୁରୁଙ୍କୁ ମୁଁ ଦେବି, ଏ ଦେବାଟା ମୋର ଏତେ କମ୍ ଯେ ସେଇଟା ଆଉ ବଢ଼ୁନାହିଁ। ଏ ଡିପି ୱାର୍କ ଭିତରେ ଆମେ ସେଇ ଜିନିଷଟାକୁ ବଢ଼େଇବା, ତା'ର ଇଷ୍ଟବୃତ୍ତି ବଢ଼ିବ। ସ୍ୱସ୍ତୟନୀ ଯିଏ ନେଇନି ସ୍ୱସ୍ତୟନୀ ନେବ, ପୁଣି ଯିଏ ସ୍ୱସ୍ତୟନୀ କରୁଛି ତାର ପରିମାଣ ସେ ବଢ଼େଇବ। ସବୁ ଜିନିଷଟା କ୍ରମବର୍ଦ୍ଧମାନ ହୋଇକରି ଚାଲିବା ଦରକାର। କ୍ରମବର୍ଦ୍ଧମାନ ହୋଇକରି ଯଦି ନ ଚାଲେ ତାହେଲେ ସେଠି ଜୀବନ ଅଛି ବୋଲି କିଛି ବୁଝାଯିବନି। ଯେଉଁଠି ବର୍ଦ୍ଧନ ଅଛି ସେଇଠି ଜୀବନ ବିଦ୍ୟମାନ, ଆଉ ଯେଉଁଠି ବର୍ଦ୍ଧନ ନାହିଁ ସେଠି ଜୀବନ ଅଛି କି ନାହିଁ ସନ୍ଦେହ। ତେଣୁ ସବୁ ଜିନିଷ ବର୍ଦ୍ଧମାନ ହୋଇକରି ଚାଲୁ। ଆଜି ଯଦି ଉତ୍ସବରେ ଆପଣଙ୍କର 500 ଲୋକ ହେଇଛନ୍ତି, ତାପରେ ଉତ୍ସବରେ 1000 ଲୋକ ହେବେ, ତାପରେ ଉତ୍ସବରେ 2000 ହେବେ। ଏଇ ବର୍ଦ୍ଧନ ଯଦି ହୁଏ ତାହେଲେ ବୁଝାଯିବ ଯେ ଏଠି ଗୋଟେ ଜୀବନ ଅଛି। ଆଉ ଯଦି ବର୍ଦ୍ଧନ ନ ହୁଏ ତାହେଲେ ବୁଝାଯିବ ଯେ ଏଠି ଜୀବନ ନାହିଁ। ତେଣୁ ସବୁ ଜିନିଷ କ୍ରମବର୍ଦ୍ଧନଶୀଳ ହୋଇକରି ଯେମିତି ଚାଲେ। ଏବଂ ଏ ଡିପି ୱାର୍କ ହେଉଛି ଆମକୁ ଗୋଟେ ସେଇ ଇଏରେ ପକ୍କା ହେଇଛି। କାରଣ ଆମେ ବହୁତ ଚାଲାକ, ଆଉ ବହୁତ ଚାଲାକ ଯିଏ ସେ ମୂର୍ଖ। ଏବଂ ଆମେ ଏଇ ବହୁତ ଚାଲାକ ଏବଂ ମୂର୍ଖ ହେତୁ ଆମେ ସବୁ ଜିନିଷଟା ସହଜରେ ଧରୁନା। ଆମର ଚମଡ଼ା ବହୁତ ମୋଟା, ଏଇଟା ସହଜରେ ଆମର ଭିତରେ ପଶେନା। ଏଣୁ ଆଚାର୍ଯ୍ୟ ଦେବ ତାକୁ ନାନା କାୟଦା କରିକିରି ଆମକୁ ସେଇ ରାସ୍ତାରେ ଚଲେଇବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁ ଯିଏ ଯଦି ଚାଲିବେ ଦେଖିବେ ଯେ
ଆପଣ ବି ଆନନ୍ଦ ପାଇବେ ଏବଂ ଅନେକ କିଛି ସଂଗଠିତ ହେବ, ଅନେକ କିଛି ଗଢ଼ି ଉଠିବ ଆପଣଙ୍କ ଜୀବନରେ, ଅନ୍ୟର ଜୀବନରେ। ଆଉ ଯଜନ ଯାଜନ ଇଷ୍ଟବୃତ୍ତି ସ୍ୱସ୍ତିନୀ ସଦାଚାର ଏଇ ଯେଉଁ କଥା ଆମେ କହୁଛେ, ଏ କଥାଟା ବାସ୍ତବରେ ଆମେ ପାଳନ କରୁନେ। ଆମେ ଇଷ୍ଟବୃତ୍ତି ମାନେ 10 ପଇସା, ସ୍ୱସ୍ତିନୀ ହେଲା ଆଉ 10 ପଇସା, ଏଠି ସରିଗଲା। ଆଉ ଗୋଟେ ସ୍ୱସ୍ତିନୀ ହେଉଛି କ'ଣ ନା ଗୋଟେ ଶିଶି ରଖିବେ ଯେ ପରିସ୍ରା କଲାବେଳେ ପାଣି ନେବେ, ସେଟାକୁ ଅନେକ ସ୍ୱସ୍ତିନୀ ଶିଶି ବୋଲି କହନ୍ତି। ତେବେ ସ୍ୱସ୍ତିନୀଟାକୁ ଆମେ କେଉଁଠି ରଖିଲେ? ସ୍ୱସ୍ତିନୀ ହେଲା 10 ପଇସା, ଇଷ୍ଟବୃତ୍ତି କରୁଥିଲେ ଆଉ 10 ପଇସା, ତ ସେ ଆଉ ହେଲା ଗୋଟେ ଶିଶି, ଏତିକିରେ ସ୍ୱସ୍ତିନୀ ରହିଲା। ସ୍ୱସ୍ତିନୀର ଯେ ପଞ୍ଚନୀତି, ସେ ପଞ୍ଚନୀତି ଆମର ମନେ ନାହିଁ କି ସେ ପଞ୍ଚନୀତି ଭିତରେ ଆମେ ପଶିନୁ କି ସେ ପଞ୍ଚନୀତି ପାଳନ କରୁନୁ। ଆମେ ପାଳନ କରୁଛୁ ଏତିକି ଜିନିଷ। ତେଣୁ ଆମର ନିଜସ୍ୱ ଯେ ଚିନ୍ତାଧାରା, ନିଜସ୍ୱ ଯେ ଭାବନା, ସେ ଭାବନା ଅନେକ ପରିଚ୍ଛନ୍ନ ପରିଷ୍କାର ହେବା ଦରକାର। ଏବଂ ଆମେ କେମିତି ନିଜେ ଯଜନଶୀଳ ହୋଇକରି ଯାଜନ କରିପାରିବା ଏବଂ ଅନ୍ୟକୁ ଉଦ୍ବୁଦ୍ଧ କରିପାରିବା, ନିଜେ ଉଦ୍ବୁଦ୍ଧ ହେବା ଏବଂ ଯେଉଁମାନେ ମୃତପ୍ରାୟ ତାଙ୍କୁ ଜୀବନ୍ତ କରି ତୋଳିବା, ଇଏ ହେଲା ଡିପି ୱାର୍କର ମେନ୍ ଜିନିଷ। ତେଣୁ ବର୍ତ୍ତମାନ ସବୁ କଥାରେ ଡିପି ୱାର୍କ କଥାଟା ଆସୁଛି। ଡିପି ୱାର୍କ ଦୀକ୍ଷା ନେଇକରି ଡିପି ୱାର୍କ କରିବା କଥା ଠାକୁର କହିନାହାନ୍ତି, କିନ୍ତୁ ଠାକୁର ଯଜନ କରିବାକୁ କହିଛନ୍ତି, ଯାଜନ କରିବାକୁ କହିଛନ୍ତି, ସ୍ୱସ୍ତିନୀର ପଞ୍ଚନୀତି ପାଳନ କରିବାକୁ କହିଛନ୍ତି। ଏବଂ ଏ ସବୁର ଜିଷ୍ଟିକି ଯଦି ଆପଣ ଯିବେ ତାହେଲେ ସେଠିକି ଆସିବ ଏଇଆ ଯେ ପ୍ରତିଦିନ ମୁଁ ସକାଳେ ମୋର ନିତ୍ୟକର୍ମ ପୂଜାପାଠ ସାରିକିରି ଘରୁ ବାହାରିବି, ମୋର ପାରିପାର୍ଶ୍ୱିକରେ ଯେଉଁମାନେ ଅଛନ୍ତି ତାଙ୍କର 5ଟା ଲୋକଙ୍କ ଘରକୁ ଯିବି, ତାଙ୍କର ହାନି ଲାଭ ବୁଝିବି, ତାଙ୍କର ଭଲ ମନ୍ଦ ବୁଝିବି। ଏଇଟା ହେଲା ମୋର କାମ। ୟାରି ଭିତରେ ଯଜନ ଯାଜନ ଇଷ୍ଟବୃତ୍ତି ସ୍ୱସ୍ତିନୀ ସଦାଚାର ରହିଛି। ଏହିପରି ଭାବରେ ଯଦି ମୁଁ 4ଟି 5ଟି ପରିବାର ଡେଲି ଯାଏ, ତାହେଲେ ମାସରେ ମୁଁ 100ଟା ପରିବାର, 150ଟା ପରିବାରକୁ ଯିବି। ଏ 150ଟା ପରିବାର ସାଙ୍ଗରେ ମୋର ସମ୍ପର୍କ ସୃଷ୍ଟି ହେବ। এই ସମ୍ପର୍କ ହିଁ ଆମେ ତିଆରି କରୁନୁ। ଆମେ ଯେଉଁଠି ଆମର ସ୍ୱାର୍ଥ ଅଛି ସେଇଠି ଆମେ କିଛି ସମ୍ପର୍କ ତିଆରି କରୁ। ଇଷ୍ଟ ସ୍ୱାର୍ଥରେ ହିତ ପ୍ରତିଷ୍ଠା ପାଇଁ ଆମେ କୌଣସି ସମ୍ପର୍କ ତିଆରି କରୁନା। ଇଷ୍ଟ ପ୍ରତିଷ୍ଠା ପାଇଁ ଯେ ସମ୍ପର୍କ ତିଆରି ହୁଏ ନା, ସେ ସମ୍ପର୍କ ବେଶୀ ଦିନ ରହେ ନା। ସେ ସମ୍ପର୍କରେ ମୋର ଉପକାର ହୁଏ ନା କି ତାର ବି ଉପକାର ହୁଏ ନା। ସବୁ ଜିନିଷର କେନ୍ଦ୍ର ହେଉଛନ୍ତି ଇଷ୍ଟ। ଇଷ୍ଟଙ୍କୁ ଛାଡ଼ିକରି ଆଉ ଯାହା କିଛି ସମ୍ପର୍କ, ସେ ସମ୍ପର୍କ ନିଜର ସ୍ୱାର୍ଥ ପାଇଁ, ତାର ସ୍ୱାର୍ଥ ପାଇଁ, ଏବଂ ଏଥିରେ ତାର କିଛି ଉପକାର ହୁଏ ନା, ଆମର କିଛି ଉପକାର ହୁଏ ନା। ଜୀବନର ଶେଷରେ ଅନେକ ଅବସାଦ ଆସିକି ପହଞ୍ଚେ। ପିଲା ଛୁଆଙ୍କ ପାଇଁ ଅନେକ କିଛି କଲେ, ଜୀବନର ଶେଷରେ ଅବସାଦ ଆସିଲା। କାହିଁକି ନା ମୁଁ ଏ ଯେଉଁ ପିଲାଙ୍କୁ ବଡ଼ କରିଛି, ଏ ମୋ ନିଜର ସ୍ୱାର୍ଥ ପାଇଁ କରିଛି, ଇଷ୍ଟ ସ୍ୱାର୍ଥ ପାଇଁ କରିନାହିଁ। ଆଉ ଇଷ୍ଟ ସ୍ୱାର୍ଥ ପାଇଁ ଯଦି କରିଥାନ୍ତି ତାହେଲେ ସେ ପିଲା ମୋତେ ଆନନ୍ଦ ଦେଇଥାନ୍ତେ, କିନ୍ତୁ ସେ ପିଲା ମୋତେ ଦୁଃଖ ଦେଉଛନ୍ତି। ମୋର ଜୀବନ ଅବସାଦରେ ଭରି ଯାଇଛି। ଏବଂ ଆଜି ଆପଣ ଦେଓଘରକୁ ଯଦି ଯିବେ, ଦେଖିବେ ହଜାର ହଜାର ଲୋକ ତାଙ୍କର ବ୍ୟଥା ବେଦନା ସମସ୍ୟା ନେଇକରି ଆଚାର୍ଯ୍ୟଙ୍କ ପାଖକୁ ଯାଉଛନ୍ତି ଏବଂ ଆଚାର୍ଯ୍ୟ ସମସ୍ତଙ୍କୁ ଏଇ ସ୍ପିରିଟରେ ସେଇ କଥା କହୁଛନ୍ତି ଯେ ଆମେ ପୁଅକୁ ଇଞ୍ଜିନିୟର କରିବାକୁ ଚାହୁଁଛୁ, ପ୍ରଫେସର କରିବାକୁ ଚାହୁଁଛୁ, ଡାକ୍ତର କରିବାକୁ ଚାହୁଁଛୁ, କିନ୍ତୁ ତାକୁ ଗୋଟେ ଭଲ ମଣିଷ ହେବା ପାଇଁ ଆମେ ଚାହିଁନୁ। ଆମେ ସେ ଯଦି ସକାଳେ ଉଠିକରି ପ୍ରାର୍ଥନା ନ କରେ, ଇଷ୍ଟବୃତ୍ତି ନ କରେ ବା ସକାଳୁ ନ ଉଠେ, ଆମେ ସେଥିରେ ବେଶୀ ଦୁଃଖିତ ହେଉନା। କିନ୍ତୁ ସେ ଯଦି ନମ୍ବର ବେଶୀ ପାଇଲା,
ସେଥିରେ ଆମେ ଖୁସି। କିନ୍ତୁ ଆମେ ଯଦି ପିଲାକୁ ଶିଖାଉ ଯେ ତୁ ନମ୍ବର କମ୍ ପା ପଛକେ କିନ୍ତୁ ସକାଳେ ଉଠ, ପ୍ରାର୍ଥନା କର, ଇଷ୍ଟବୃତ୍ତି କର, ଏଇ ନୀତି ନିୟମ ପାଳନ କର, ପିଲାକୁ ମୁଁ ଶିଖେଇବି। ଆଉ ତୁ ପରୀକ୍ଷାରେ କମ୍ ନମ୍ବର ପା ପଛେ ମୋର ସେଥିରେ ଦୁଃଖ ନାହିଁ। କିନ୍ତୁ ପରୀକ୍ଷାରେ କମ୍ ନମ୍ବର ପାଇଲେ ଆମର ଦୁଃଖ, ବେଶୀ ପାଇଲେ ଆମେ ସୁଖ। ଆଉ ସକାଳୁ ସେ ଉଠୁ ନ ଉଠୁ, ତ ଆମେ ପିଲାକୁ ଟ୍ରେନ୍ କରୁନୁ, ପିଲାକୁ ତିଆରି କରୁନୁ, ସେଥିପାଇଁ ପିଲା ତିଆରି ହେଉନି। ଏବଂ ପିଲାକୁ ଆମେ ଯାହା ଚାହିଁଛୁ ସେ ହେଇଛି, ଏବଂ ତାର ପରିଣାମ ଯାହା ସେଇଟା ଆମେ ପାଉଛୁ। ଇଷ୍ଟ ବ୍ୟତୀତ ଯେକୌଣସି ଜିନିଷ ଆମର ସ୍ୱାର୍ଥ ସାଙ୍ଗରେ ଜଡ଼ିତ, ଏବଂ ଏଇ ସ୍ୱାର୍ଥ ସାଙ୍ଗରେ ଜଡ଼ିତ ବୋଲି ସେଇଟାই ଆମର ଦୁଃଖର କାରଣ ହୁଏ। ମଣିଷ ଆନନ୍ଦ ଚାହେଁ କିନ୍ତୁ ଆନନ୍ଦ ପାଏ ନା। ତା କାହିଁକି ପାଏ ନା? ନା ମୁଁ ଯାହା କିଛି କରୁଛି ମୋର ଇଷ୍ଟ ପ୍ରୀତ୍ୟର୍ଥ କରୁନାହିଁ, ମୁଁ ମୋର ଆତ୍ମପ୍ରୀତ୍ୟର୍ଥ କରୁଛି, ମୋର ବୃତ୍ତି ପ୍ରବୃତ୍ତି ଚରିତାର୍ଥ କରିବା ପାଇଁ କରୁଛି ବୋଲି ମୁଁ ଏ ଯେ ବାହା ହେଇଛି, ସଂସାର କରିଛି, ଆଉ ପିଲା ଛୁଆଙ୍କୁ ଯୋଗ କରୁଛି, ଘର କରୁଛି, ଜମି କିଣୁଛି, ଭଲ ମନ୍ଦ ଯାହା କିଛି ସବୁ ମୁଁ କରୁଛି ନିଜର ପ୍ରୀତ୍ୟର୍ଥ କରୁଛି, ଇଷ୍ଟ ପ୍ରୀତ୍ୟର୍ଥ କରୁନି। ମୁଁ ଯଦି ଇଷ୍ଟ ପ୍ରୀତ୍ୟର୍ଥ କରେ ତାହେଲେ ସେଥିରୁ ଆସିବ ଆନନ୍ଦ, ସୁଖ। ଆଉ ଯଦି ନିଜର ପ୍ରୀତ୍ୟର୍ଥ କରେ ତାହେଲେ ସେଥିରେ ଦୁଃଖ ଆସିବା ଅନିବାର୍ଯ୍ୟ, ଦୁଃଖ ଆସିବ ହିଁ ଆସିବ। ଏବଂ ଆମମାନଙ୍କ ଜୀବନରେ ଆଜି ସେଇ ଦୁଃଖ ଭରି ଯାଇଛି। ଯଦି କାହାର ଜୀବନରେ ଆନନ୍ଦ ଥାଏ ସେ ନିଶ୍ଚୟ କିଛି ନା କିଛିଟା ଇଷ୍ଟ ପ୍ରୀତ୍ୟର୍ଥ କର୍ମ କରୁଛି। ଆଉ ଯିଏ କରୁନାହିଁ ତାର ଜୀବନରେ ଦୁଃଖ ଆସିବ। ଆଉ ମୁଁ ନିଜେ ଆନନ୍ଦ ନ ପାଇଲେ, ମୋ ଭିତରେ ଯଦି ଆନନ୍ଦ ନଥାଏ, ମୁଁ ଅନ୍ୟକୁ ଆନନ୍ଦ ଦେଇପାରିବି ନାହିଁ। ଆଉ ମୁଁ ଯଦି ଅନ୍ୟକୁ ଆନନ୍ଦ ନ ଦିଏ ଲୋକ ମୋ ପାଖକୁ ଆସିବେ ନାହିଁ। ତେଣୁ ପ୍ରଥମ ଜିନିଷ ହେଲା ନିଜ ଭିତରେ ସେ ଆନନ୍ଦକୁ କଲଚର କରିବା, ସେ ନିଜ ଭିତରେ ଆନନ୍ଦକୁ ବଢ଼େଇବା। ମୁଁ ଯଦି ନିଜ ଭିତରେ ଆନନ୍ଦକୁ ବଢ଼େଇ ପାରେ ତାହେଲେ ମୋ ସଂସ୍ପର୍ଶରେ ଯିଏ ଆସିବେ ସେ ଗୋଟେ ଭିନ୍ନ ଅନୁଭବ ତାଙ୍କର ହେବ, ଏବଂ ସେ ଅନୁଭବ ହିଁ ତାଙ୍କୁ ମୋ ପାଖକୁ ବାରେ ବାରେ ଆସିବାକୁ ପ୍ରେରଣା ଯୋଗାଇବ। ଏବଂ ଏଇଟା ହେଉଛି ଯାଜନର ସବୁଠୁ ଉପଯୁକ୍ତ ସମୟ। ସେହି ସମୟରେ ମୁଁ ତାକୁ ଠାକୁରଙ୍କ କଥା କହିବି ଏବଂ ଠାକୁରଙ୍କ ରାସ୍ତାରେ ଚାଲିବା ପାଇଁ ସତୁ ଉପଦେଶ ଦେବି। ପ୍ରଥମ ହେଉଛି ବାନ୍ଧବତା। ଏ ବାନ୍ଧବତା ତାପରେ ଯାଜନ। ଏଇ ଯେଉଁ ବାନ୍ଧବତା, ଏ ବାନ୍ଧବତା ସେତିକି ବେଳେ ଆସେ ଯେତିକି ବେଳେ ଲୋକ ମୋ ପ୍ରତି ଆକୃଷ୍ଟ ହୁଏ। ମୋର ଆଚାର ଆଚରଣ, କଥାବାର୍ତ୍ତା, ଚାଲିଚଳନ, ଭାବଭଙ୍ଗୀ ଏସବୁରେ ସେ ଆକୃଷ୍ଟ ହୋଇକରି ଯେତେବେଳେ ମୋ ପାଖକୁ ଆସେ, ସେ ଦେଖେ ଯେ ଇଏ ଲୋକ ଗୋଟେ ଭିନ୍ନ ଲୋକ, ଆଉ 10 ଜଣଙ୍କ ଭଳି ନୁହେଁ। ତାର ମୋ ପ୍ରତି ବିଶ୍ୱାସ ଆସେ, ମୋ ପ୍ରତି ନିର୍ଭରତା ଆସେ। ସେତେବେଳେ ସେ ଲୋକକୁ ମୁଁ ଯଦି କିଛି କଥା କହିବି ସେ ଶୁଣିବ, ଗ୍ରହଣ କରିବ। ତା ଆଗେ ସେ ଗ୍ରହଣ କରିବ। ତେଣୁ ଯାଜନର ମୂଳ ଜିନିଷ ହେଲା ଏଠି ଆମେ ନିଜକୁ ସେଇ ଭାବରେ ପ୍ରସ୍ତୁତ କରିବା, ନିଜକୁ ସେଇ ଭାବରେ ତିଆରି କରିବା ଯେମିତି ସେ ବଡ଼ଦା କହୁଥିଲେ, ସେ ଲୋକ ଯେମିତି ତୁମକୁ ଦେଖିକି ତୁମକୁ ବିଶ୍ୱାସ କରେ, ନିର୍ଭର କରେ, ଭଲ ପାଏ। ଲୋକ ଯଦି ଆପଣଙ୍କୁ ଭଲ ପାଏ, ନିର୍ଭର କରେ ଏବଂ ବିଶ୍ୱାସ କରେ, ସେତେବେଳେ ସେଇ ଲୋକକୁ ଆପଣ କିଛି କଥା କହିଲେ ସେ ଶୁଣିବ, ତା ଆଗରୁ ସେ ଶୁଣିବନି। ଏବଂ ଏଇ ଯୋଗ୍ୟତାଟା ଆମକୁ ଆହରଣ କରିବାକୁ ହେବ। ତେଣୁ ଯାଜନ ହେଉଛି ସେଇ ଜିନିଷ ଯେ ଆପଣଙ୍କର ଆଚାର ଆଚରଣ ବା ମୋର ଆଚାର ଆଚରଣ, ବାକ୍ୟ, ଭାବ, ଭଙ୍ଗୀ ଏସବୁ ଦେଖିକିରି ଆକୃଷ୍ଟ ହୋଇକରି ଯାହା ଭିତରେ ଜିଜ୍ଞାସା ଆସେ ଏବଂ ସେଇ ଜିଜ୍ଞାସା ପ୍ରସୂତ ଯେ ଆଗ୍ରହ ତା ଭିତରେ, ଏବଂ ସେ ସ୍ୱତଃସ୍ୱଚ୍ଛ ଭାବରେ ଠାକୁରଙ୍କୁ ଗ୍ରହଣ କରିବାକୁ ଇଚ୍ଛା କରେ, ସେଇଟା ହିଁ ଯାଜନର ସାର୍ଥକତା।
ସେଇଠି ଯାଜନର ସଫଳତା। ମୁଁ ଯୁକ୍ତି କରିକିରି ତାକୁ ପରାସ୍ତ କରିଦେଲି, ସେଇଟା ଯାଜନ ନୁହଁ। ଯାଜନଟା ହେଉଛି ଏଇଆ, ଏଇଟା ଠାକୁରଙ୍କର କଥା ମୁଁ ଯେଉଁଟା କହିଲି। ତେଣୁ ଆମେ ଯଜନ କରିବା, ଯାଜନ କରିବା, ଏବଂ ଯଜନ ଯାଜନଟା ଆମର ବାସ୍ତବାୟିତ କରିବାର ଗୋଟେ କ୍ଷେତ୍ର ତିଆରି କରିଦେଲେ ଆଚାର୍ଯ୍ୟଦେବ, ସେଇଟା ହେଉଛି ଡିପି ୱାର୍କ। ଆପଣମାନେ ସମସ୍ତେ ଗୋଟେ ବାସ୍ତବ ଧର୍ମୀ ହେଇକରି ଚାଲିବା ଦରକାର। ହାୱାରେ ଭାସିଲେ ହେବ ନାହିଁ, ହାୱାରେ ଭାସିଲେ କିଛି ହେବନି। ଆମେ ହାୱାରେ ଭାସୁଛୁ, ଆମେ ଧର୍ମ କଲେ ବି ହାୱାରେ ଭାସୁଛୁ, ଆଉ ସଂସାର କଲେ ବି ହାୱାରେ ଭାସୁଛୁ। କିନ୍ତୁ ହାୱାରେ ଭାସିଲେ ହେବନି, ଆମକୁ ମାଟି ସାଙ୍ଗରେ ସମ୍ପର୍କ ରଖିକରି ଚାଲିବାକୁ ହେବ। ଏ ମାଟି ସାଙ୍ଗରେ ସମ୍ପର୍କ ଯଦି ଆମେ ସ୍ଥାପନ ନ କରିପାରିବା, ତାହେଲେ ଆମେ କେତେବେଳେ ପଡ଼ିକିରି ହଡ଼ବଡ଼ ଭାଙ୍ଗିଯିବ। ତେଣୁ ଆମ ଅବସ୍ଥାଟା ହେଇଛି ସେଇଆ। ତେଣୁ ଆମକୁ ଏ ମାଟି ସାଙ୍ଗରେ ଲଗେଇ ରଖିବାକୁ ସେ ଚେଷ୍ଟା କରୁଛନ୍ତି। ଆଜି ତାଙ୍କର ଜନ୍ମ ଦିବସ ଉପଲକ୍ଷେ ହେଇଛି ସତ୍ସଙ୍ଗ, ଏଥିରେ ତାଙ୍କରି ଚିନ୍ତାଧାରାକୁ ବେଶ କରିକିରି କେତେ ଗୁଡ଼ିଏ କଥା ମୁଁ ଆପଣଙ୍କ ପାଖରେ ଉପସ୍ଥାପନ କଲି। ଆଜିର ଯେ ଆଚାର୍ଯ୍ୟଦେବ ଆପଣ ଦେଖୁଛନ୍ତି, ଇଏ ଗୋଟିଏ ଭିନ୍ନ ବ୍ୟକ୍ତି, ଇଏ ଗୋଟେ ଭିନ୍ନ ବ୍ୟକ୍ତି, ତାଙ୍କର ବ୍ୟକ୍ତିତ୍ୱ ଗୋଟେ ଭିନ୍ନ ରକମର। ଏଠି ଆପଣଙ୍କର କୌଣସି ଅଲୌକିକତା, କୌଣସି ଦେଖାବା ଜିନିଷର କୌଣସି ସ୍ଥାନ ନାହିଁ। ସେ ବହୁତ ରିଏଲ ଏବଂ ମାଟି ସାଙ୍ଗରେ ତାଙ୍କର ସମ୍ପର୍କ, ଏବଂ ସେ ଏତେ ବାସ୍ତବବାଦୀ ଯେ ସେ କୌଣସି ତଥାକଥିତ ଧର୍ମ କଥା, ତତ୍ତ୍ୱ କଥା ଏସବୁ ଉପରେ ଆସ୍ଥା ରଖନ୍ତି ନାହିଁ। ଠାକୁର ଯେମିତି ସବୁ ଜିନିଷଟାକୁ ରୁଟ୍ରୁ ଧରୁଥିଲେ, ସେ ଆଜି ବି ସେମିତି ସବୁ ଜିନିଷ ରୁଟ୍ରୁ ଧରିକିରି ଚାଲୁଛନ୍ତି। ଏବଂ ଏ ରୁଟ୍ରୁ ଧରିବାକୁ ଯାଇକରି ସେ ବହୁ ଶବ୍ଦର ନୂତନ ଅର୍ଥ ଏବଂ ବ୍ୟାଖ୍ୟା ବାହାର କରିଛନ୍ତି। ଏଇଟା ହয়তো କିଛି ଦିନ ପରେ ଆପଣମାନେ ଜାଣିପାରିବେ। ଗୋଟେ ଶବ୍ଦର ଅର୍ଥ ଅଛି, ଅର୍ଥର ଗୋଟେ ରୁଟ୍ ମିନିଂ ଅଛି, ତାର ଗୋଟେ ଧାତୁଗତ ଅର୍ଥ। ଠାକୁର ଏଇ ରୁଟ୍ ଧରିକିରି କଥାର ଅର୍ଥ କରୁଥିଲେ। ଈଶ୍ୱର ମାନେ ଏଇଆ, ଭଗବାନ ମାନେ ଏଇଆ, ସ୍ୱର୍ଗ ମାନେ ଏଇଆ, ନରକ ମାନେ ଏଇଆ, ତା ରୁଟ୍ ଧରିକିରି ଠାକୁର ଇଏ କରୁଥିଲେ। ତ ଏ ରୁଟ୍ ଧରିକିରି ଯେଉଁ ତଥାକଥିତ ଅର୍ଥ ଆମର ଡିକ୍ସନାରୀରେ ଅଛି, ସେ ଗୋଟେ ଅଲଗା ରୁଟ୍ ବାହାର କରିକିରି ତାର ଗୋଟେ ଯଥାର୍ଥ ଅର୍ଥ ବାହାର କରିଛନ୍ତି। ଏରকম ଅନେକ ଶବ୍ଦ ରୁଟ୍ ମିନିଂ ସେ ତିଆରି କରିଛନ୍ତି। ଏବଂ ଏଇ ଯେ ରୁଟ୍କୁ ଧରିକିରି ଚାଲିବା, ଆମର ରୁଟ୍ ହେଲେ ଇଷ୍ଟ, ଇଷ୍ଟ ହେଲେ ଆମର ରୁଟ୍। ଏ ରୁଟ୍କୁ ଧରିକିରି ଆମେ ଚାଲିବୁ। ଆଉ ଇଷ୍ଟକର ସମସ୍ତ କଥା ଏ ରୁଟ୍କୁ ଧରିକିରି। ଦୟା କହିଲେ କ'ଣ? ଠାକୁର ତାର ରୁଟ୍ ଧରିଲେ। ପ୍ରେମ କହିଲେ କ'ଣ? ତା ରୁଟ୍କୁ ଧରିଲେ। ଦୁଃଖ କହିଲେ କ'ଣ? ତା ରୁଟ୍କୁ ଧରିକିରି ଠାକୁର ସବୁ ଜିନିଷର ଅର୍ଥ କରିଛନ୍ତି। ଏବଂ ଆଜିର ଆଚାର୍ଯ୍ୟଦେବ ସେଇ ରୁଟ୍କୁ ଧରିକିରି ଚାଲିଛନ୍ତି। ଏବଂ ଆମକୁ ସେଇ ରୁଟ୍କୁ ଧରିକିରି ଚାଲିବା ପାଇଁ ସେ ବୁଝାଉଛନ୍ତି। କିନ୍ତୁ ଆମେ ଉପରେ ଭାସୁଛୁ, ଉପରେ ଭାସିବାକୁ ଭଲ ପାଉଛୁ। ଏବଂ ଏଇ ଉପରେ ଭାସି ଭାସିକିରି ଆମେ ଭାବୁଛୁ ଯେ କେଉଁଠି ଗୋଟେ ଯାଇକିରି ପହଞ୍ଚିବୁ। କିନ୍ତୁ ଆମେ ପହଞ୍ଚିବୁନି। ଗୋଟେ ସମୟରେ ଯେମିତି ଉଡ଼ାଜାହାଜ ଆଉ ଉଠିଲାନି ଉପରକୁ, ତଳେ ପଡ଼ିଗଲା, କ୍ରାସ୍ ହେଇଗଲା, ସେମିତି ଆମେ ପଡ଼ିଯିବା। ତେଣୁ ରୁଟ୍ ସାଙ୍ଗରେ ଇଏ ରଖିବାକୁ ହେବ। ଗୋଡ଼ିଟା ଉଡ଼ୁଛି ଆକାଶରେ, ତ ତାର ନଟେଇଟା ଆପଣ ଧରିଛନ୍ତି, ତାର ଗୋଟେ ସୂତା ଲାଗିଛି,
ଆଉ ପୁଅ କହୁଛି ଯେ ବାପା ଏଇ ଗୁଡ଼ିଟା ଯଦି ସୂତାରେ ବନ୍ଧା ହେଇକି ଏତେ ଉଚ୍ଚକୁ ଉଠୁଛି, ଆଉ ଯଦି ସୂତାଟା ଆମେ କାଟିଦେବା ସେ ଆହୁରି ବହୁତ ଉପରକୁ ଉଠିକିରି ଚାଲିଯିବ। ବାପା କହିଲେ ଯେ ନା ରେ, ସୂତାଟା କାଟିଦେଲେ ସେ ଆଉ ଉପରକୁ ଉଠିବନି, ସେ ତଳେ ପଡ଼ିଯିବ। ତେଣୁ ସୂତାଟା କାଟିଦେଲେ ସେଇଟା ତଳେ ପଡ଼ିଯିବ। ତେଣୁ ସୂତାଟା ବନ୍ଧା ହେଇକି ରହିଛି ଠାକୁରଙ୍କ ସାଙ୍ଗରେ। ଠାକୁରଙ୍କ ସାଙ୍ଗରେ ସୂତାଟା ଯେପର୍ଯ୍ୟନ୍ତ ବନ୍ଧା ହେଇକି ରହିଛି ସେ ପର୍ଯ୍ୟନ୍ତ ଉଡ଼ୁଛି ସେଟା। ଆଉ ଯେତେବେଳେ ସୂତାଟା କଟିଯିବ ସେ ମୁହଁ ମାଡ଼ିକିରି ପଡ଼ିବ। ତେଣୁ ଆଚାର୍ଯ୍ୟ ଦେବ ଚାହୁଁଛନ୍ତି ଯେ ଆମେ ଯେମିତି ହାୱାରେ ନ ଭାସୁ, ସେ ଶିକ୍ଷା ଉପଦେଶ ସେ ଆମକୁ ଦେଉଛନ୍ତି। ପ୍ରତିଦିନ ଶହ ଶହ ଲୋକ ଯାଉଛନ୍ତି, ଆପଣମାନଙ୍କ ଭିତରୁ ଅନେକ ଯାଇଥିବେ, ଅନେକ କିଛି ପଚାରିଥିବେ ସ୍ୱାମୀ ସ୍ତ୍ରୀ, ତା ଭିତରେ ସବୁ ମଜା ହସ ଥଟ୍ଟା ତମସା ସବୁ ରକମ ଚାଲିଛି। ଜଣେ ସ୍ତ୍ରୀ କହିଲା ଯେ ମୋ ସ୍ୱାମୀ ସ୍ତ୍ରୀ ଭିତରେ ଆମର ଗଣ୍ଡଗୋଳ ହେଉଛି, ଆଉ ସମାଧାନ ହେଇପାରୁନି, ସବୁଦିନ ଅଶାନ୍ତି। ଆଚାର୍ଯ୍ୟ ଦେବ କହିଲେ ଯେ ତାଳି ଯେତେବେଳେ ବାଜେ, ଯେ ଦୁଇଟା ହାତ ବାଜିଲେ ତାଳି ହେଲା, ଯଦି ହାତଟା ଏମିତି ଚାଲିଯାଏ ତାହେଲେ ଶବ୍ଦ ହେବ କି? ଯଦି ଗୋଟେ ହାତ ଏମିତି ଯାଏ ଆଉ ଗୋଟେ ହାତ ଏମିତି ଯାଏ ଶବ୍ଦ ହେବନି। ଦୁଇଟା ହାତ ବାଜିବା ଦରକାର, ଦୁଇଟା ହାତ ବାଜିଲେ ଶବ୍ଦ ହେବ। ତମର ଦୁଇଟା ହାତ ବାଜୁଛି ବୋଲି ଶବ୍ଦ ହେଉଛି, ଆଉ ଯଦି ନ ବାଜେ ତାହେଲେ ଶବ୍ଦ ହେବନି। ଆଉ ତୁମେ ଜାଣିବ ଯେ ତୁମେ ସ୍ୱାମୀ ହିସାବରେ ତୁମକୁ କହୁଛି ଯେ ସ୍ତ୍ରୀ ଲୋକଙ୍କ ସାଙ୍ଗରେ ଝଗଡ଼ା କରିକିରି ତୁମେ ପାରିବନି। ସ୍ତ୍ରୀ ଲୋକଙ୍କର ଡିକ୍ସନାରୀରେ ଏତେ ଶବ୍ଦ ଅଛି ଯେ ବଡ଼ ବଡ଼ ଅଭିଧାନରେ ମଧ୍ୟ ସେତେ ଶବ୍ଦ ନାହିଁ। ଯେତେବେଳେ ଝଗଡ଼ା ଲାଗେ ସେସବୁ ଶବ୍ଦ ବାହାରେ। ଆଉ ଏଇ ସ୍ତ୍ରୀ ଲୋକମାନଙ୍କ ସାଙ୍ଗରେ ଝଗଡ଼ାରେ ତୁମେ ପାରିବନି। ସେଥିପାଇଁ ପ୍ରଥମରୁ ହାତ ଟେକିଦେବ, ପ୍ରଥମରୁ ସରେଣ୍ଡର, ତାହେଲେ ଦେଖିବ ଯେ ଆଉ ତୁମ ଭିତରେ ଝଗଡ଼ା ହେଉନି। ତୁମେ ଭାବୁଛ ଯେ ମୁଁ ତାକୁ ଝଗଡ଼ା କରିକି ପରାସ୍ତ କରିବି, ତୁମେ ତାକୁ ପରାସ୍ତ କରିପାରିବନି, ସେ ଜିତିବ। ତେଣୁ ଯେତେବେଳେ ଜାଣିଛ ଯେ ସେ ଜିତିବ ତୁମେ ପ୍ରଥମରୁ ହାତ ଟେକିଦେବ। ହଁ, ତାହେଲେ ଦେଖିବ ଆଉ ତୁମ ସ୍ୱାମୀ ସ୍ତ୍ରୀ ଭିତରେ ଗଣ୍ଡଗୋଳ ହେବନି। ଏରକମ ଅନେକ ମଜା କଥା ସେ କହନ୍ତି। ମଜା କଥା ଭିତରେ ଅନେକ ତତ୍ତ୍ୱ ଅଛି। ସେ ଜଣେ ମା କଲେ ଯେ ମୋ ସ୍ୱାମୀ ଯେତେବେଳେ ଆସିଲେ ସେତେବେଳେ ଗାରୁ ଗାରୁ ସବୁବେଳେ ଗୋଟେ ଅଶାନ୍ତ ପରିବେଶ। ବୋଲେ ତୁମେ ଗୋଟେ କାମ କର, ତୁମେ କାଲିଠୁ ଗୋଟେ ନେଳିଆ ଟିପା ଲଗାଅ। ମୋତେ ନାଲି ଟିପା ଲଗାଉଛ ତ, ଗୋଟେ ନେଳିଆ ଟିପା ଲଗାଅ। ନାଲିଟା ହେଉଛି କ'ଣ ଡେଞ୍ଜରର ପ୍ରତୀକ। ହଁ, ଲାଲ ରଙ୍ଗଟା ଡେଞ୍ଜରର ପ୍ରତୀକ। ତେଣୁ ସ୍ୱାମୀ ଯେତେବେଳେ ଆସିଯାଉଛି ତୁମେ ନାଲି ଟିକା ଦେଖୁଛି, ସେ ଜାଣୁଛି ଯେ ଡେଞ୍ଜର ଆସିଲା। ହଁ, ତୁମେ ନାଲି ଟିକା ନ ଲଗେଇକିରି ତୁମେ ଗୋଟେ ନେଳିଆ ଟିପା ଲଗାଅ। ନେଳିଆ ଟିପା ଲଗେଇଲେ ସେ ଜାଣିବ ଯେ ନାଇଁ ଗ୍ରୀନ୍ ସିଗ୍ନାଲ, ଆଉ ଅସୁବିଧା କିଛି ନାହିଁ। ଏରକମ ଅନେକ କରି ମଜା କରନ୍ତି। ମଜା କରିକିରି ଆଚାର୍ଯ୍ୟ ଦେବ ଅନେକ କଥା କହନ୍ତି, ଆମରି ଭଲ ପାଇଁ କହନ୍ତି, କିନ୍ତୁ ଆମେ କଥା ଗ୍ରହଣ କରିଯାଉଛୁ ଏବଂ ସେଇ ରାସ୍ତାରେ ଚାଲି ଯାଉଛି। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଆପଣ ଭଲରେ ଥାନ୍ତୁ ଏବଂ ଡିପି ୱାର୍କ କରନ୍ତୁ ଏବଂ ଆଜିର ଏଇ ଶୁଭ ଦିନରେ ସଂକଳ୍ପ ନିଅନ୍ତୁ ଯେମିତି କାଲିଠୁ ପ୍ରତିଦିନ 3ଟି 4ଟି ପରିବାରକୁ ଯିବେ। ଜୟ ଗୁରୁ।